কি অবস্থা কোন হয়েছিল তোর হ্যাঁ ସମୟ ଆମ ଉପରେ ଦାଉ ସାଜିଲା ବଡ଼ ମା। শুভ ଗାଁ ଛାଡ଼ି ସହରକୁ ଆସିଲା ପରେ ହଠାତ୍ ଗୋଟେ ଆକ୍ସିଡେଣ୍ଟରେ ବାପା ବୋଉଙ୍କୁ ହରେଇଲି। কোন কହୁଛୁ ତୁ ସେଇ ଆକ୍ସିଡେଣ୍ଟରେ ନିଜେ ବି ପଙ୍ଗୁ ହେଇଗଲି। ବଞ୍ଚିବାର ଲୋଭ ନଥିଲା, କେବଳ ଏ ସୁଲେଖା ପାଇଁ ପଛ କଥା ପଛକୁ ବୁଲି ବଞ୍ଚିବା ପାଇଁ ଅଣ୍ଟା ଭିଡ଼ିଥିଲି। ভাই ভাই ইয়ে ନୀଳମା ଆମ ବଡ଼ ମା। এই এ শুভ ইয়ে আমার সেই সিঙ্গাড়ি নাকি সুলেখাটি ହଁ ବଡ଼ ମା, ଇଏ ସେଇ ସୁଲେଖା। କେତେ ବଡ଼ ହେଇଗଲାଣି ବା ମୋ ଛୁଆ ଆରେ ଯାହାକୁ ନିଜ ଝିଅଠାରୁ ବେଶୀ ଭଲ ପାଉଥିଲ, ଆଉ ତା ନାକୁରୁ ସବୁବେଳେ ସିଙ୍ଗାଣି ବାହାରେ ବୋଲି ତ ବଡ଼ ପୁଅ ପରା ତାକୁ ସିଙ୍ଗାଣି ଡାକି କହି ଚିଡ଼ଉଥିଲା। ବଡ଼ ମା ତୁ ଅନାଲି ଖାଇଲେ ସିଙ୍ଗାড়ি নাকি চিনি পারিলু তাহলে চিনি পারিবিনি কেমতি যে প্রতিদিন সকাল মতে পাঠ পড়াই দিয়ন্তি গণেশ পূজা সরস্বতী পূজারে যে অতা লগাই দিয়ন্তি তাଙ୍କୁ ପୁଣି ମୁଁ ଚିହ୍ନି ପାରିବିନି ଆଉ ଉଙ୍କୁଣି ଯୋଉ ଡିଗା ବାହାରେ ମୁଣ୍ଡରୁ କୁଆଡେ ହେଲା ହେଲା ଯେତିକି ମନେ ରଖିଛି କ'ଣ କମ କଥା ମୁଁ ବି 8-10ଟା ମାରିଛି ବା। ହଁ ବା କେତେ କଥା ମୋ ଝିଅ ସବୁ କଥା ମନେ ରଖିଛି ମୁଁ ବି କିଛି ଭୁଲେନି ବଡ଼ ମା। ତମ ବଡ଼ ପୁଅ ଏ ସୁଲେଖା ପାଇଁ ମେଡିସିନ ଦୋକାନ ଚୋରି କରି ମାଡ଼ ଖାଇଥିଲା, ଆଉ ସେ ତନ୍ତି ଘର ପଡ଼ିବ ପାଟିରେ ସୁଲେଖାକୁ ହଇରାଣ କରେ ବୋଲି ତମ ବଡ଼ ପୁଅ ପଥରେ ତା ମୁଣ୍ଡକୁ ଛେଚି ଜେଲ ଯିବା କଥା ବି ମୋର ମନେ ଅଛି। ବଡ଼ ମା ତମେ କ'ଣ ସହରରେ ରହୁଛ ତମ ପୁଅ ବି କ'ଣ ସହରରେ ରହୁଛନ୍ତି? ହରେ ମା ମୋ ପୁଅ ମୋରି ପାଖରେ ରହୁଛି